21/1/2026 प्रातः मुरली। ओम शांति। बाप दादा मधुबन। मिठे बच्चे बेहद्र बाबाଙ୍କୁ ମନେ ପକାଅ। ଏହା ହେଉଛି ଗୁପ୍ତ କଥା। ପିଲାମାନେ ବାବାଙ୍କୁ ମନେ ପକାଇବା ଦ୍ୱାରା ବାବା ମଧ୍ୟ ପିଲାମାନଙ୍କୁ ମନାଇ ପକାଇଥାନ୍ତି। ତେଣୁ ସେମାନେ ବାବାଙ୍କୁ ମନେ ପକାଉନାହାନ୍ତି, ବାବା ମଧ୍ୟ ସେମାନଙ୍କୁ କିପରି ମନେ ପକାଇବେ? ଆଜିର ପ୍ରଶ୍ନଟି ହେଲା, ସଙ୍ଗମ ଯୁଗରେ ତୁମେ ପିଲାମାନେ କେଉଁ ପାଠ ପଢ଼ୁଛ ଯାହାକି ସାରା କଳ୍ପରେ ପଢ଼ାଏ ଯାଉନାହିଁ? ଉତ୍ତରଟି ହେଲା, ଜୀବନ ଅବସ୍ଥାରେ ଶରୀରରୁ ଅଲଗା ହେବାର ଅର୍ଥାତ୍ ମୃତ୍ୟୁ ହେବାର ପାଠ ଏବେ ହିଁ ତୁମେମାନେ ପଢ଼ୁଛ। କାହିଁକି ନା ତୁମମାନଙ୍କୁ କର୍ମାତୀତ ହେବାକୁ ପଡ଼ିବ। ବାକି ଶରୀରରେ ଥିବା ପର୍ଯ୍ୟନ୍ତ କର୍ମ ତ କରିବାକୁ ହେବ। ତୁମର ମନ ମଧ୍ୟ ସେତେବେଳେ ଅମନ ବା ଶାନ୍ତ ରହିବା ଯେତେବେଳେ ଶରୀରକୁ ମୁକ୍ତ ହୋଇଯିବ। ସେଥିପାଇଁ ମନକୁ ଜିତିଲେ ଜଗତଜିତ ହୋଇପାରିବେ ନାହିଁ, କିନ୍ତୁ ମାୟାକୁ ଜିତିଲେ ଜଗତଜିତ ହେବେ। ଓମ୍ ଶାନ୍ତି। ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି, କାହିଁକିନା ଏବେ ଏହା ତ ପିଲାମାନେ ଜାଣିଛନ୍ତି, ଅଜ୍ଞାନୀକୁ ହିଁ ପାଠ ପଢ଼ାଯାଇଥାଏ। ଏବେ ବେହଦ୍ର ବାବା ଉଚ୍ଚରୁ ଉଚ୍ଚ ଭଗବାନ ଆସୁଛନ୍ତି, ତେବେ କାହାକୁ ପଢ଼ାଉଥିବେ? ନିଶ୍ଚୟ ଯିଏ ସବୁଠାରୁ ଅଧିକ ଅଜ୍ଞାନୀ ହୋଇଥିବେ। ସେଥିପାଇଁ କୁହାଯିବ ବିନାଶ କାଳେ ବିପରୀତ ବୁଦ୍ଧି। ବିପରୀତ ବୁଦ୍ଧି କିପରି ହୋଇଯାଇଛନ୍ତି? 84 ଜନ୍ମ ଜନି ଲେଖାଯାଇଛି ନା, ତେବେ ବାବାଙ୍କୁ ମଧ୍ୟ 84 ଲକ୍ଷ ଜନ୍ମକୁ ନେଇ ଆସିଥାନ୍ତି। କହିଦେଉଛନ୍ତି ପରମାତ୍ମା କୁକୁର, ବିଲେଇ, ଜୀବଜନ୍ତୁ ସବୁଥିରେ ଅଛନ୍ତି। ପିଲାମାନଙ୍କୁ ବୁଝାଉଛନ୍ତି, ଏହା ହେଉଛି ସେକେଣ୍ଡ ନମ୍ବର ପଏଣ୍ଟ। ବାବା ବୁଝାଉଛନ୍ତି, କେହି ନୂଆ ଆସିଲେ ପ୍ରଥମେ ତାଙ୍କୁ ଲୌକିକ ଏବଂ ପାରଲୌକିକ ପିତାଙ୍କ ପରିଚୟ ଦେବା ଦରକାର। ଶିବ ବାବା ବେହଦ୍ର ବଡ଼ ବାବା ଅଟନ୍ତି ଏବଂ ଲୌକିକ ପିତା ହଦ୍ର ଛୋଟ ବାବା ଅଟନ୍ତି। ବେହଦ୍ର ପିତା ଅର୍ଥାତ୍ ବେହଦ୍ର ଆତ୍ମାମାନଙ୍କର ପିତା। ସିଏ ହଦ୍ର ପିତା। ଜୀବ ଆତ୍ମାଙ୍କର ପିତା ହୋଇଗଲେ ସେ ସବୁ ଆତ୍ମାଙ୍କର ପିତା ଅଟନ୍ତି। ଏହି ଜ୍ଞାନକୁ ମଧ୍ୟ ସମସ୍ତେ ଏକା ପ୍ରକାରରେ ଧାରଣ କରିପାରିବେ ନାହିଁ। କେହି 1% ତ କେହି 95% ଧାରଣ କରୁଛନ୍ତି। ଏହା ତ ବୁଝିବାର କଥା ଅଟେ। ସୂର୍ଯ୍ୟବଂଶୀ କୁଳ ହେବ ନା? ରାଜା, ରାଣୀ ତଥା ପ୍ରଜା ରହିବେ। ଏହା ବୁଦ୍ଧିର ଆସୁଛି ନା? ପ୍ରଜାରେ ସବୁ ପ୍ରକାରର ମନୁଷ୍ୟ ରହିଥାନ୍ତି। ପ୍ରଜା ଅର୍ଥାତ୍ ପ୍ରଜା। ବାବା ବୁଝାଉଛନ୍ତି, ଏହା ହେଉଛି ପାଠପଢ଼ା। ନିଜର ବୁଦ୍ଧି ଅନୁସାରେ ପ୍ରତ୍ୟେକ ପଢ଼ୁଛନ୍ତି। ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ ମିଳୁଛି। ଯିଏ କଳ୍ପ ପୂର୍ବରୁ ଯେତିକି ଜ୍ଞାନ ଧାରଣ କରିଥିଲେ ଏବେ ମଧ୍ୟ ସେତିକି ଧାରଣ କରୁଛନ୍ତି। ପାଠପଢ଼ା କେବେ ହେଲେ ଗୁପ୍ତ ହୋଇପାରିବ ନାହିଁ। ପାଠପଢ଼ା ଅନୁସାରେ ହିଁ ପଦ ମିଳିଥାଏ। ବାବା ବୁଝାଉଛନ୍ତି, ଆଗକୁ ଗଲେ ପରୀକ୍ଷା ତ ନିଶ୍ଚିତ ହେବ। ବିନା ପରୀକ୍ଷାରେ କେହି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। ପଛକୁ ସବୁ ଜଣାପଡ଼ିବ। ଏବେ ମଧ୍ୟ ବୁଝିପାରୁଛନ୍ତି ଯେ ଆମେ ଯେଉଁ ବା କେଉଁ ପଦର ଯୋଗ୍ୟ ଅଟୁ। ଯଦିଓ ଲଜ୍ଜାବଶତଃ ସମସ୍ତଙ୍କୁ ସାଥିରେ ହାତ ଉଠାଇ ଦେଉଛନ୍ତି, କିନ୍ତୁ ମନରେ ଜାଣିଛନ୍ତି ଯେ ମୁଁ ଏବେ କିପରି ହୋଇପାରିବି। ତଥାପି ମଧ୍ୟ ହାତ ଉଠାଇ ଦେଉଛନ୍ତି। ସବୁକିଛି ବୁଝି ମଧ୍ୟ ହାତ ଉଠାଇ ଦେଉଛନ୍ତି। ତେବେ ତାହାକୁ ମଧ୍ୟ ଅଜ୍ଞାନ ବୋଲି କୁହାଯିବ ନା? କେବେ ଅଜ୍ଞାନତା ଅଟ? ବାବା ତ ତୁରନ୍ତ ବୁଝାଇ ଦେଉଛନ୍ତି, ଏମାନଙ୍କ ଠାରୁ ତ ହଦ୍ର ବିଦ୍ୟାର୍ଥୀମାନଙ୍କର ବୁଦ୍ଧି ଭଲ। ସେମାନେ ବୁଝିଯାଉଛନ୍ତି ଆମେ ବୃତ୍ତି ନେବାର ଯୋଗ୍ୟ ନୁହେଁ, ପାସ୍ ହେବୁ ନାହିଁ। ଏହାଠାରୁ ତ ଦୁନିଆର ଅଜ୍ଞାନୀ ଭଲ, ଯେଉଁମାନେ ବୁଝୁଛନ୍ତି ଶିକ୍ଷକ ଯାହା ପଢ଼ାଉଛନ୍ତି ସେଥିରେ ଆମେ କେତେ ନମ୍ବର ନେବୁ। ଏପରି କହିବେ ନାହିଁ ଯେ ଆମେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବୁ। ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଏଠାରେ ଏମିତି ବି ବୁଦ୍ଧି ନାହିଁ। ବହୁତ ଦେହ ଅଭିମାନ ରହିଛି। ଯେହେତୁ ତୁମେ ଲକ୍ଷ୍ମୀନାରାୟଣ ହେବାକୁ ଆସିଛ, ତେଣୁ ଚରଣୀ ବହୁତ ରାଜକୀୟ ହେବା ଦରକାର। ବାବା ବୁଝାଉଛନ୍ତି, କାହାର ତ ବିନାଶ କାଳେ ବିପରୀତ ବୁଦ୍ଧି ହେଉଛି। କାହିଁକି ନା
କାଇଦା ଅନୁସାରେ ବାବାଙ୍କ ସହିତ ପ୍ରୀତି ନାହିଁ, ତେବେ ବି କି ଅବସ୍ଥା ହେବ, ଉଚ୍ଚ ପଦ ପାଇବେ ନାହିଁ। ବାବା ବସି ତମମାନଙ୍କୁ ବୁଝାଉଛନ୍ତି, ବିନାଶ କାଳେ ବିପରୀତ ବୁଦ୍ଧିର ଅର୍ଥ କ'ଣ? ପିଲାମାନେ ହିଁ ଯଦି ସମ୍ପୂର୍ଣ୍ଣ ନ ବୁଝିପାରିବେ, ତେବେ ଆଉ ଅନ୍ୟମାନେ କ'ଣ ବୁଝିବେ? ଯେତେବେଳେ ଭାବୁଛନ୍ତି ଆମେ ଶିବ ବାବାଙ୍କର ସନ୍ତାନ ଅଟୁ, ସେହିମାନେ ହିଁ ପୂରା ଅର୍ଥକୁ ବୁଝୁ ନାହାନ୍ତି। ବାବାଙ୍କୁ ମନେ ପକାଇବା ଏବଂ ଏହା ତ ହେଉଛି ଗୁପ୍ତ କଥା। ପାଠପଢ଼ା ତ ଗୁପ୍ତ ନୁହେଁ ନା। ପାଠ ପଢ଼ାରେ ସମସ୍ତେ କ୍ରମ ଅନୁସାରେ ଥାଆନ୍ତି। ସମସ୍ତେ ତ ଏକାଭଳି ପାଠ ପଢ଼ିପାରିବେ ନାହିଁ। ବାବା ତ ଜାଣିଛନ୍ତି ଏବେ ବର୍ତ୍ତମାନ ଛୋଟ ପିଲା ଅଛନ୍ତି, ଏମାନେ ବେହଦ୍ର ବାବାଙ୍କୁ 3-4 ମାସ ପର୍ଯ୍ୟନ୍ତ ମନେ ପକାଉ ନାହାନ୍ତି। କିପରି ଜାଣିପାରିବେ ଯେ ମନେ ପକାଉଛନ୍ତି? ଯେତେବେଳେ ପାଠପଢ଼ାରେ ଚିଠି ଆସିବ, ତାଙ୍କର ଚିଠି ଆସିବ, ପୁଣି ସେହି ଚିଠିରେ ସେବାର ସମାଚାର ମଧ୍ୟ ଥିବ। ଦରକାର ଯେ ଏହି ସବୁ ରୁହାନୀ ସେବା କରୁଣି ପ୍ରମାଣ ଦରକାର ନା। ଏପରି ତ ଦେହ ଅଭିମାନୀ ବି ରହିଛନ୍ତି, ଯିଏକି କେବେ ବି ବାବାଙ୍କୁ ନା ମନେ ପକାଇଥାନ୍ତି ନା ସେମାରେ ପ୍ରମାଣ ଦେଉଛନ୍ତି। କେହି ବି ତ ସମାଚାର ଲେଖିଥାନ୍ତି, ବାବା ଅମୁକ ଅମୁକ ଆସିଲେ ତାଙ୍କୁ ଏପରି ବୁଝାଇଲେ। ତେବେ ବାବା ମଧ୍ୟ ବୁଝି ଯାଉଛନ୍ତି ଯେ ପିଲା ବଞ୍ଚିଛି, ସେଠାରେ ଠିକ୍ ସମାଚାର ଦେଉଛି। କେହି ତ 3-4 ମାସ ପର୍ଯ୍ୟନ୍ତ ପତ୍ର ଲେଖୁନାହାନ୍ତି। କୌଣସି ସମାଚାର ନଥିଲେ ବୁଝିବେ ମରିଗଲା ଅଥବା ରୋଗରେ ପଡ଼ିଛି। ବେମାର ମନୁଷ୍ୟମାନେ ଲେଖିପାରିବେ ନାହିଁ। ଅନେକ ଏପରି ମଧ୍ୟ ଲେଖୁଛନ୍ତି ଯେ ମୋର ଦେହ ଭଲ ନଥିଲା, ସେଥିପାଇଁ ପତ୍ର ଲେଖି ନଥିଲେ। ସେହି ତ ବେମାର ଅଛନ୍ତି ବୋଲି ସମାଚାର ମଧ୍ୟ ଦେଉନାହାନ୍ତି, କାରଣ ଦେହ ଅଭିମାନ ରହିଛି। ପୁଣି ବାବା ମଧ୍ୟ କାହାକୁ ମନେ ପକାଇବେ? ବାବାଙ୍କୁ ମନେ ପକାଇଲେ ବାବା ମଧ୍ୟ ମନେ ପକାଇବେ, କିନ୍ତୁ ସେମାନଙ୍କର ଦେହ ଅଭିମାନ ରହିଛି। ବାବା ଆସି ବୁଝାଉଛନ୍ତି, ମୋତେ ସର୍ବବ୍ୟାପୀ କହି 84 ଲକ୍ଷରୁ ମଧ୍ୟ ଅଧିକ ଯୋନିକୁ ନେଇ ଯାଉଛନ୍ତି। ମନୁଷ୍ୟମାନଙ୍କୁ ପଥର ବୁଦ୍ଧି ବୋଲି କୁହାଯାଉଛି। ଭଗବାନଙ୍କ ନିମନ୍ତେ କହିଦେଉଛନ୍ତି ପଥର ଗଡ଼ି ଭିତରେ ବିରାଜମାନ ରହିଛନ୍ତି। ତେବେ ଏହା ବେହଦ୍ର ଗାଳି ହେଲା ନା। ସେଥିପାଇଁ ବାବା କହୁଛନ୍ତି, ମୋର କେତେ ଗ୍ଳାନି କରୁଛନ୍ତି। ଏବେ ତୁମେ ତ କ୍ରମ ଅନୁସାରେ ବୁଝିଗଲଣି। ଭକ୍ତି ମାର୍ଗରେ ଗାୟନ ମଧ୍ୟ କରୁଛନ୍ତି। ଆପଣ ଆସିଲେ ଆମେ ସମର୍ପଣ ହୋଇଯିବୁ, ଆପଣଙ୍କୁ ଉତ୍ତରାଧିକାରୀ କରିବୁ। ସେମାନେ ଉତ୍ତରାଧିକାରୀ କରୁଛନ୍ତି, ପୁଣି କହୁଛନ୍ତି ଯେ ପଥର ଗଡ଼ିରେ ଅଛ, କେତେ ଗ୍ଳାନି କରୁଛନ୍ତି। ସେଥିପାଇଁ ବାବା କହୁଛନ୍ତି, ୟଦା ୟଦା ହି। ଏବେ ତୁମେ ସନ୍ତାନମାନେ ବାବାଙ୍କୁ ଜାଣିଛ, ତେଣୁ ବାବାଙ୍କର କେତେ ମହିମା କରୁଛ। କେହି କେହି ମହିମା ତ କ'ଣ କେବେ ମନେ ପକାଇ 2ଟି ଅକ୍ଷର ମଧ୍ୟ ଲେଖନ୍ତି ବା ଲେଖୁନାହାନ୍ତି। ଦେହ ଅଭିମାନୀ ହୋଇଯାଉଛନ୍ତି। ତୁମେ ସନ୍ତାନମାନେ ଜାଣିଛ ଯେ ଆମକୁ ବାବା ମିଳିଛନ୍ତି, ଆମର ବାବା ଆମକୁ ପାଠ ପଢ଼ାଉଛନ୍ତି। ଭଗବାନ ବାଚ ଅଟେ ନା। ମୁଁ ତୁମକୁ ରାଜଯୋଗ ଶିଖାଉଛି, ବିଶ୍ୱର ରାଜତ୍ୱ କିପରି ପ୍ରାପ୍ତ କରିବା, ସେଥିପାଇଁ ତୁମକୁ ରାଜଯୋଗ ଶିଖାଉଛି। ବିଶ୍ୱର ବାଦଶାହୀ ନେବା ପାଇଁ ଆମେ ବେହଦ୍ର ବାବାଙ୍କ ନିକଟରେ ପାଠ ପଢ଼ୁଛୁ। ଏହି ନିଶା ରହିଲେ ଅସରନ୍ତି ଖୁସି ମିଳିବ। ଯଦିଓ ଗୀତା ବି ପଢ଼ୁଛନ୍ତି, କିନ୍ତୁ ଯେପରି ସାଧାରଣ ବହି ପଢ଼ାଉଛନ୍ତି, କିନ୍ତୁ ଗୀତା ପଢ଼ୁଥିବା ବା ଶୁଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏବେ ଖୁସି ରହୁନାହିଁ। କେବଳ ଗୀତା ପାଠ ସାରି ଦେହ ନିଜ ନିଜର କର୍ମ ଧନ୍ଦାକୁ ଚାଲିଯାଉଛି। ତୁମ ବୁଦ୍ଧିରେ ଆସିଛି ଯେ ଏବେ ବେହଦ୍ର ବାବାଙ୍କୁ ଆମକୁ ପଢ଼ାଉଛନ୍ତି। ଆଉ କାହାରି ବୁଦ୍ଧିରେ ଏକଥା ଆସିବ ନାହିଁ ଯେ ଆମକୁ ଭଗବାନ ପଢ଼ାଉଛନ୍ତି। ତେଣୁ ପ୍ରଥମେ କେହି ଆସିଲେ ତାଙ୍କୁ 2 ଜଣ ପିତାଙ୍କର ମହତ୍ଵ ବୁଝିବାକୁ ହେବ। କୁହ, ଭାରତ ସ୍ୱର୍ଗ ଥିଲା ନା, ଏବେ ନର୍କ ହୋଇଯାଇଛି। ଏପରି ତ କେହି କହିପାରିବେ ନାହିଁ ଯେ ଆମେ ଏବେ ସତ୍ୟ ଯୁଗରେ ଅଛୁ, ଏବେ କଳି ଯୁଗରେ ମଧ୍ୟ ଅଛୁ। କାହାକୁ ଦୁଃଖ ମିଳିଲା ତ ଆଉ କାହାକୁ ନର୍କରେ ଅଛି, କାହାକୁ ମୁଖ ମିଳିଲା ତ ସେ ସ୍ୱର୍ଗରେ ରହିଛି।
ଏହିପରି ଅନେକ କହୁଛନ୍ତି। ଦୁଃଖୀ ମନୁଷ୍ୟ ନର୍କରେ ଅଛନ୍ତି। ଆମେ ତ ବହୁତ ସୁଖରେ ବସିଛୁ। କୋଠା ବାଡ଼ି ଆଦି ସବୁ କିଛି ଅଛି। ବାହାରର ବହୁତ ସୁଖ ଦେଖୁଛନ୍ତି ନା। ଏବେ ମଧ୍ୟ ତୁମେ ଏବେ ବୁଝୁଛ ଯେ ସତ୍ୟ ଯୋଗୀ ସୁଖ ତ ଏଠାରେ ମିଳିପାରିବ ନାହିଁ। ଏପରି ମଧ୍ୟ ନୁହେଁ ଯେ ସତ୍ୟ ଯୁଗକୁ କଳିଯୁଗ ଅଥବା କଳିଯୁଗକୁ ସତ୍ୟଯୁଗ ବୋଲି କହିବା ଏକା କଥା ଅଟେ। ଏପରି ଭାବନା ରଖୁଥିବା ମନୁଷ୍ୟକୁ ଅଜ୍ଞାନୀ ବୋଲି କୁହାଯିବ। ତେଣୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ। ବାବା ହିଁ ନିଜର ପରିଚୟ ଦେଉଛନ୍ତି, ଆଉ ତ କେହି ଜାଣିନାହାନ୍ତି। କହିଦେଉଛନ୍ତି ପରମ୍ପରା ଅନୁସାରେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି। ଏବେ ତୁମେ ଚରିତ୍ରରେ ବା ଚିତ୍ରରେ ଦେଖାଉଛ ଆତ୍ମା ଏବଂ ପରମାତ୍ମାଙ୍କର ରୂପ ଏକ। ସେ ମଧ୍ୟ ଆତ୍ମା, ହେଲେ ତାଙ୍କୁ ପରମାତ୍ମା ବୋଲି କୁହାଯାଉଛି। ବାବା ବସି ବୁଝାଉଛନ୍ତି ମୁଁ କିପରି ଆସୁଛି। ସବୁ ଆତ୍ମାମାନେ ପରମ ଧାମରେ ରହୁଛନ୍ତି। ବାବାଙ୍କର ଲୋକ ତ ଏହି କଥାକୁ ବୁଝି ପାରିବେ ନାହିଁ। ଭାଷା ମଧ୍ୟ ବହୁତ ସହଜ ଅଟେ। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଉଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ତ ଗୀତା ଶୁଣାଉ ନାହାନ୍ତି। ସେ ତ ସମସ୍ତଙ୍କୁ କହିପାରିବେ ନାହିଁ ଯେ କେବଳ ମୋତେ ମନେ ପକାଅ। ଦେହଧାରୀଙ୍କୁ ମନେ ପକାଇବା ଦ୍ୱାରା ତ ପାପ କଟିବ ନାହିଁ। ଶ୍ରୀକୃଷ୍ଣ ଭଗବାନ ବାଚ ଦେହର ସବୁ ସମ୍ବନ୍ଧ ତ୍ୟାଗ କରି ମୋତେ ମନେ ପକାଅ। କିନ୍ତୁ ଶ୍ରୀକୃଷ୍ଣଙ୍କର ମଧ୍ୟ ଦେହର ସମ୍ବନ୍ଧ ରହିଛି ଏବଂ ସେ ପୁଣି ଛୋଟ ପିଲା ଅଟନ୍ତି ନା। ଏହା ମଧ୍ୟ କେତେ ବଡ଼ ଭୁଲ ଅଟେ। ଗୋଟିଏ ଭୁଲ ଯୋଗୁଁ କେତେ ଫରକ ଆସିଯାଉଛି। ପରମାତ୍ମା ତ ସ୍ୱର୍ଗବ୍ୟାପୀ ହୋଇପାରିବେ ନାହିଁ, ଯାହାଙ୍କ ପାଇଁ କହୁଛନ୍ତି ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି। ତେବେ ତାଙ୍କର ମଧ୍ୟ କ'ଣ ଦୁର୍ଗତି ହେଉଛି? ପରମାତ୍ମା କେତେ ଦୁର୍ଗତି ପ୍ରାପ୍ତ କରିଥାନ୍ତି। ଏହିସବୁ ବିଚାର ସାଗର ମନ୍ଥନ କରିବାର କଥା ଅଟେ, ସମୟ ନଷ୍ଟ କରିବାର ନାହିଁ। ମନୁଷ୍ୟମାନେ ତ ବହୁତ, ଆମକୁ ଫୁର୍ସତ ନାହିଁ। ତୁମେ କୋର୍ସ କରିବା ପାଇଁ ନିମନ୍ତ୍ରଣ ଦେଉଛ, କିନ୍ତୁ କହୁଛନ୍ତି ଫୁର୍ସତ ନାହିଁ। 2 ଦିନ ଆସି ପୁଣି 4 ଦିନ ଆସିବେ ନାହିଁ। ନ ପଢ଼ିଲେ ଏଭଳି ଲକ୍ଷ୍ମୀନାରାୟଣ କିପରି ହୋଇପାରିବ? ମାୟାର କେତେ ପ୍ରଭାବ ପଡ଼ୁଛି। ବାବା ବୁଝାଉଛନ୍ତି ଯେ ସେକେଣ୍ଡ ଅଥବା ମିନିଟ୍ ପାସ୍ ହେଲା ତାଙ୍କର ଅବିକଳ ପୁନରାବୃତ୍ତି ହେବ। ଅଧୋଗତି ବା ଅଗଣିତ ଥର ପୁନରାବୃତ୍ତି ହୋଇପାରିବ। ଏବେ ତ ବାବାଙ୍କ ଦ୍ୱାରା ଶୁଣୁଛ, ବାବା ତ ଜନ୍ମ ମରଣରେ ଆସୁନାହାନ୍ତି। ତୁଳନା କରାଯାଉଛି ପୁରା ଜନ୍ମ ମରଣରେ କିଏ ଆସୁଛନ୍ତି ଏବଂ କିଏ ଆସୁନାହାନ୍ତି। କେବଳ ଏକମାତ୍ର ବାବା ହିଁ ଜନ୍ମ ମରଣରେ ଆସୁନାହାନ୍ତି, ବାକି ତ ସମସ୍ତେ ଆସୁଛନ୍ତି। ସେଥିପାଇଁ ଚିତ୍ର ମଧ୍ୟ ଦେଖାଯାଉଛି ବ୍ରହ୍ମା ଏବଂ ବିଷ୍ଣୁ ଉଭୟ ଜନ୍ମ ମରଣରେ ଆସୁଛନ୍ତି। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଅଭିନୟ କରି ଚାଲିଯାଉଛନ୍ତି। ଏହାର ଅନ୍ତ ହୋଇପାରିବ ନାହିଁ। ଏହି ଚିତ୍ର ଆସି ସମସ୍ତେ ଦେଖିବେ ଏବଂ ବୁଝିବେ। ବହୁତ ସହଜ ବୁଝିବାର କଥା ଅଟେ। ବୁଦ୍ଧିରେ ଆସିବା ଦରକାର। ଆମେ ଏବେ ବ୍ରାହ୍ମଣ ହୋଇଛୁ, ପୁଣି କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେବୁ। ପୁଣି ବାବା ଆସିଲେ ପୁନର୍ବାର ଆମେ ବ୍ରାହ୍ମଣ ହେବୁ। ଏହା ଚିନ୍ତନ କରିବେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହେଉ। ବହୁତ ଅଛନ୍ତି ଯାହାଙ୍କର ବାବାଙ୍କର ସ୍ମୃତି ସ୍ଥାୟୀ ଭାବେ ରହୁ ନାହିଁ। ତେଣୁ ତୁମେ ବ୍ରହ୍ମାଙ୍କ ହିଁ ସୁଦର୍ଶନ ଚକ୍ରଧାରୀ ହେବ। ଦେବତାମାନେ ତ ହେବେ ନାହିଁ। ଏହି ଜ୍ଞାନ କି ଚକ୍ର କିପରି ଘୁରୁଛି, ଏହି ଜ୍ଞାନକୁ ପାଇବା ଦ୍ୱାରା ସେମାନେ କିପରି ଦେବତା ହୋଇ ଯାଉଛନ୍ତି। ବାସ୍ତବରେ କୌଣସି ବି ମନୁଷ୍ୟ ନିଜକୁ ସୁଦର୍ଶନ ଚକ୍ରଧାରୀ କହିବାର ଯୋଗ୍ୟତା ନାହାନ୍ତି। ମନୁଷ୍ୟମାନଙ୍କର ସୃଷ୍ଟି ମୃତ୍ୟୁଲୋକ ହିଁ ଅଲଗା ଅଟେ। ଯେପରି ଭାରତବାସୀଙ୍କର ନୀତି ପ୍ରଥା ଅଲଗା, ସମସ୍ତଙ୍କର ପ୍ରଥା ଅଲଗା ଅଲଗା ହୋଇଥାଏ, ସେହିପରି ଦେବତାମାନଙ୍କର ନୀତି ପ୍ରଥା ମଧ୍ୟ ଅଲଗା ଅଟେ। ମୃତ୍ୟୁଲୋକର ମନୁଷ୍ୟମାନଙ୍କର ନୀତି ପ୍ରଥା ଅଲଗା। ରାତି ଦିନର ଫରକ ରହିଛି। ସେଥିପାଇଁ ସମସ୍ତେ କହୁଛନ୍ତି ଆମେ ପତିତ ଅଟୁ। ହେ ଭଗବାନ, ଆମେ ସବୁ ପତିତ ଦୁନିଆର ବାସିନ୍ଦାମାନଙ୍କୁ ପବିତ୍ର ହୁଅ। ତୁମେ ବୁଦ୍ଧିରେ ଅଛି ଯେ ପବିତ୍ର ଦୁନିଆକୁ ଆଜିଠାରୁ 5000 ବର୍ଷ ପୂର୍ବରୁ ଥିଲା।
ଯାହାକୁ ସତ୍ୟଯୁଗରେ କୁହାଯାଉଥିଲା, ତ୍ରେତାରୁ ଏପରି କୁହାଯିବ ନାହିଁ। ବାବା ବୁଝାଉଛନ୍ତି, ସତ୍ୟ ଯୁଗ ପ୍ରଥମ ଶ୍ରେଣୀ, ତ୍ରେତା ଯୁଗ ଦ୍ୱିତୀୟ ଶ୍ରେଣୀ। ତେଣୁ ଗୋଟିଏ ଗୋଟିଏ କଥା ଭଲ ଭାବରେ ଧାରଣ କରିବାକୁ ଦରକାର, ଯାହାକି ଯିଏ କେହି ବି ଆସିଲେ ପୁଣି ଆଶ୍ଚର୍ଯ୍ୟ ହେବ। କେହି ତ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ପୁରୁଣାର୍ଥ ବା ପୁରୁଷାର୍ଥ କରିବା ପାଇଁ ତାଙ୍କୁ ଫୁରସତ ନାହିଁ। ପୁଣି କହୁଛନ୍ତି, ପବିତ୍ର ନିଜର କରିବାକୁ ନିଶ୍ଚୟ କରିବାକୁ ହେବ। ଏହି କାମ ବିକାର ହିଁ ମନୁଷ୍ୟ ପତିତ କରାଉଛି। ଏସବୁ ଜିତିବା ହିଁ ତୁମ ଜଗଜିତ ହେବ। ବାବା କହୁଛନ୍ତି, ମୁଁ କାମ କରିବାକୁ ଜିତି ଜଗଜିତ ହେଉଛି। ମନୁଷ୍ୟ ପୁଣି କହିଦେଉଛନ୍ତି, ମନକୁ ଜିତି ଜଗଜିତ ହୁଅ, ମନକୁ ବଶ କର, ତେବେ ମନ ଅମନ ଯେତେବେଳେ ସେତେବେଳେ ହେବ। ଯେତେବେଳେ ଶରୀର ନଥିବ, ବାକି ମନ କେବେ ଅମନ ହୋଇନଥାଏ, ହେବ ମିଳିବ ନାହିଁ କର୍ମ କରିବା ପାଇଁ। ତେଣୁ କର୍ମାତୀତ ଅନୁସାରେ ବା ଅବସ୍ଥାରେ କିପରି ରହିପାରିବ? ମୁର୍ଦାକୁ କର୍ମାତୀତ ଅବସ୍ଥା ବୋଲି କୁହାଯାଏ। ଜୀବ ଦୋଷରୁ ମୁର୍ଦା ଶରୀରରୁ ଅଲଗା। ତୁମକୁ ମଧ୍ୟ ଶରୀରରୁ ଅଲଗା ହେବାର ପାଠ ପଢ଼ାଉଛନ୍ତି। ଶରୀରରୁ ଆତ୍ମା ଅଲଗା ଅଟେ। ଆତ୍ମା ପରମାତ୍ମାରେ ବାସିନ୍ଦା ଅଟେ। ଆତ୍ମା ଶରୀରରେ ଆସିଲେ ତାଙ୍କୁ ମନୁଷ୍ୟ କୁହାଯାଉଛି। କମ୍ କରିବା ପାଇଁ ହିଁ ଶରୀର ମିଳୁଛି। ଗୋଟିଏ ଶରୀର ଛାଡ଼ିଦେଲେ କର୍ମ କରିବା ପାଇଁ ଆତ୍ମାକୁ ଆଉ ଗୋଟିଏ ଶରୀରକୁ ନେବାକୁ ହେବ। ଶାନ୍ତ ତ ସେତେବେଳେ କରିବେ ଯେତେବେଳେ କର୍ମ କରିବାକୁ ପଡ଼ିବ ନାହିଁ। ମୂଳ ବତନରେ କର୍ମ ହୁଏ ନାହିଁ। ସୃଷ୍ଟିଚକ୍ର ଏହିଠାରେ ଘୁରୁଛି। ବାବାଙ୍କୁ ଏବଂ ସୃଷ୍ଟିଚକ୍ରକୁ ଜାଣିବା ଏବଂ ଏହାକୁ ହିଁ ଜ୍ଞାନ କୁହାଯାଉଛି। ଏହି ଆଖି ପତିତ ବିକାରୀ ଥିବା ପର୍ଯ୍ୟନ୍ତ ପବିତ୍ର ଜିନିଷ ଦେଖିପାରିବ ନାହିଁ। ସେଥିପାଇଁ ଜ୍ଞାନର ତୃତୀୟ ନେତ୍ର ଆବଶ୍ୟକ। ଯେତେବେଳେ ତୁମର କର୍ମାତୀତ ଅବସ୍ଥା, କର୍ମାତୀତ ଅର୍ଥାତ୍ ଦେବତା କୁହାଯିବ, ଯେତେବେଳେ ତ ଏହି ଆଖି ଦ୍ୱାରା ଦେବତାଙ୍କୁ ହିଁ ଦେଖିବ। ବାକି ଏହି ଶରୀର ଆଖି ଦ୍ୱାରା ଶ୍ରୀକୃଷ୍ଣ ଦେଖିପାରିବେ ନାହିଁ। ବାକି ସାକ୍ଷାତକାର କଲେ ସେଥିରୁ କିଛି ମିଳି ନଥାଏ, ଅଳ୍ପ କାଳ ପାଇଁ ଖୁସି ମିଳିଥାଏ, କାମନା ପୂରଣ ହୋଇଥାଏ। ଡ୍ରାମାରେ ସାକ୍ଷାତକାର ମଧ୍ୟ ନିର୍ଦ୍ଧାରିତ କରିଥାଏ, କିନ୍ତୁ ଏଥିରୁ କିଛି ପ୍ରାପ୍ତି ହୁଏ ନାହିଁ, ଅର୍ଥାତ୍ କିଛି ବି ପ୍ରାପ୍ତି ହୁଏ ହିଁ ନାହିଁ। ଆଚ୍ଛା, ମିଠା ମିଠା ଶିକଲା ଦେଇ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣ ପାଇଁ ମୁଖ୍ୟ ସାର 1 ନମ୍ବର। ମୁଁ ଶରୀରରୁ ଭିନ୍ନ ଭିନ୍ନ ଆତ୍ମା ଅଟେ। ଜୀବିତ ଅବସ୍ଥାରେ ଏହି ଶରୀର ରହି ଯେପରି ମୃତ ଭଳି ଅନୁଭବ କରିବା ଅଭ୍ୟାସ ଦ୍ୱାରା ନିଜର କର୍ମାତୀତ ଅବସ୍ଥା ଗଢ଼ିବାକୁ ହେବ। 2 ନମ୍ବର, ସେବାର ପ୍ରମାଣ ଦେବାକୁ ହେବ। ଦେହ ଅଭିମାନକୁ ଛାଡ଼ି ନିଜର ସଠିକ୍ ସମାଚାର ଦେବାକୁ ହେବ। ପାସ୍ ୱିଥ୍ ଅନର୍ସ ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ପୁରୁଷାର୍ଥ କରିବାକୁ ହେବ। ଆଜିର ବରଦାନଟି ହେଲା, ନିଜର ଶାନ୍ତ ସ୍ୱରୂପ ସ୍ଥିତି ଦ୍ୱାରା ଶାନ୍ତିର କିରଣ ବିଚ୍ଛୁରିତ କରୁଥିବା ମାଷ୍ଟର ଶାନ୍ତିର ସାଗର ଭବ। ବର୍ତ୍ତମାନ ସମୟରେ ବିଶ୍ୱର ଅଧିକାଂଶ ଆତ୍ମାମାନଙ୍କୁ ସଚ୍ଚା ଶାନ୍ତିର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଅଶାନ୍ତିର ଅନେକ କାରଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଏବଂ ଆହୁରି ବଢ଼ିବ ମଧ୍ୟ। ଯଦି ବି ନିଜେ ଅଶାନ୍ତ ନଥିବେ, ତେବେ ବି ଅନ୍ୟମାନଙ୍କର ଅଶାନ୍ତିର ବାୟୁମଣ୍ଡଳ ବାତାବରଣ ଶାନ୍ତ ଅବସ୍ଥାରେ ବସିବାକୁ ହେବ ନାହିଁ। ଅଶାନ୍ତିର ଏବଂ ଦୁଶ୍ଚିନ୍ତାର ଅନୁଭବ ବଢ଼ି ଚାଲିବ। ଏଭଳି ସମୟରେ ତୁମେ ମାଷ୍ଟର ଶାନ୍ତିର ସାଗର। ପିଲାମାନେ ଅଶାନ୍ତିର ସଂକଳ୍ପକୁ ଗୁଡ଼ିକୁ ବିଲନ କରି ଶାନ୍ତିର ବିଶେଷ ପ୍ରକମ୍ପନ ଦେଖାଅ। ଆଜିର ସ୍ଲୋଗାନଟି ହେଲା, ବାବାଙ୍କର ସର୍ବଗୁଣର ଅନୁଭବ କରିବା ପାଇଁ ସର୍ବଦା ଜ୍ଞାନ ସୂର୍ଯ୍ୟର ସମ୍ମୁଖରେ ରୁହ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା। ଏହି ଅବ୍ୟକ୍ତି ମାସରେ ବନ୍ଧୁ ବା ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଏବେ ସମୟର ସଞ୍ଚୟ, ସଂକଳ୍ପର ସଞ୍ଚୟ। ଏବେ ଶାନ୍ତିର ସଞ୍ଚୟର ଯୋଜନା ପ୍ରସ୍ତୁତ କରି ବିନ୍ଦୁ ସ୍ୱରୂପରେ ସ୍ଥିତିର ବଢ଼ାଅ।
ଯେପରି ବିନ୍ଦୁ ସ୍ୱରୂପ ହେବାର ସ୍ଥିତି ବଢ଼ିବ, ସେହି ଅନୁସାରେ କୌଣସି ବି ଅମଙ୍ଗଳକାରୀ ପ୍ରେତମାନଙ୍କ ବା ଅମଙ୍ଗଳକାରୀ ସଂସ୍କାରର ଶକ୍ତି ତୁମମାନଙ୍କ ଉପରେ ଆକ୍ରମଣ କରିପାରିବ ନାହିଁ। ତୁମମାନେ ମଧ୍ୟ ସେମାନଙ୍କ ଠାରୁ ମୁକ୍ତ ରହିବ ଏବଂ ତୁମମାନଙ୍କର ଶକ୍ତି ସ୍ୱରୂପର ସ୍ଥିତି ସେମାନଙ୍କୁ ମଧ୍ୟ ମୁକ୍ତ କରିବ। ଓମ୍ ଶାନ୍ତି।